ନାଇଁ ଖାଇବାନି କଣ ବାଟି ଯିବ ରା ବାଟିଛି ଯେ ବନେଇବି କେତେବେଳେ ରହ ଲାଇଟ୍ ଖାଇବା ମାନେ ପୂଜା କରିସାରି ର ପୂଜା କରିସାରି ମେଡିସିନ ଟା ଖାଇଛି ଅଧଘଣ୍ଟା ପରେ ଖାଇବା ର ଟିକେ ରୁହ। ହ୍ୟାଲୋ ହାଇ ନମସ୍ତେ। ମୁଁ ଏବେ ପୂଜା ଆରମ୍ଭ କରିବାକୁ ଯାଉଛି। ମୋର ପୂଜାରେ ମାନେ ମୁଁ ଠାକୁର ଭଲକିରି ରଖିନି, କାହିଁକି ମୁଁ ଡାଇରେକ୍ଟ ଶିବ ଭଗବାନଙ୍କୁ ପୂଜା କରେ। ମୁଁ ପୂଜାର ନିୟମ ହେଉଛି ମୁଁ ଗଧା ବୁଢ଼ା ସରିଲା ପରେ ମୁଁ ଭଗବାନଙ୍କୁ ଆଗ ପୂଜା ପାଠ କରିବି, ତା ବାଦେ ଯାହା କିଛି ପାଣି ବି ପିଏ କିମ୍ବା ଚା ବି ପିଏ। ଭଗବାନଙ୍କର ପୂଜା ଖତମ 10ଟା ବାଜିଗଲେ ବି ପୂଜା ସରିଲେ ହିଁ ମୁଁ ଯାହା କିଛି ପିଇବି କି ଖାଇବି, ସେତେ ପର୍ଯ୍ୟନ୍ତ ମୋର ବ୍ରତ ଅଟେ। ଆମେ ଓଡ଼ିଆ ଘରେ ସୁଦଶା ବ୍ରତ କରନ୍ତି, କିନ୍ତୁ ମୋର ଏଇଟା ଗୋଟେ ବ୍ରତ ଅଟେ। ମୁଁ ଯେତେ ପର୍ଯ୍ୟନ୍ତ କିଛି ପୂଜା କରିଛି ସେତେ ପର୍ଯ୍ୟନ୍ତ ମୁଁ କିଛି ବି ଖାଇବି ନାହିଁ। ମୋର ଏଇଟା ଗୋଟେ ନିୟମ ଅଛି ସବୁଦିନ ପାଇଁ। ସେଥିଲାଗି ମୋର ସ୍ୱାମୀ ଏବେ ଖାଇବାକୁ ମାଗୁଛନ୍ତି। ମୁଁ ତାଙ୍କୁ କହିଲି ଯାଅ ବାହାରେ ନାସ୍ତା କରିଦିଅ, କିନ୍ତୁ ସେ ବାହାରର ନାସ୍ତା ପସନ୍ଦ ନାହିଁ ତାଙ୍କୁ। ଘରର ଖାଇବା ହିଁ ସେ ବହୁତ ପସନ୍ଦ କରନ୍ତି। ସେଥିଲାଗି ସେ ମନା କରୁଛନ୍ତି, ନାଇଁ ମୁଁ ଘରେ ହିଁ ଖାଇବି, ବାହାରକୁ ଯିବି ନାହିଁ। କିନ୍ତୁ ମୋର ପୂଜା ଟିକେ ବହୁତ ଟାଇମ୍ ଲାଗେ। ମୁଁ ଦେଖାଉଛି ଖାଲି ଅଗରବତୀ ବୁଲେଇବାର, କିନ୍ତୁ ମୁଁ ଅଗରବତୀ ଖାଲି ବୁଲାଏନି। ମୁଁ ଭଗବାନଙ୍କର ମନ୍ତ୍ର ପାଠ କରେ, ଆଉ ଭାଗବତ ଗୀତା ବି ପଢ଼େ, ଆଉ ଯୋଗ ବି କରେ। ସେଥିଲାଗି ମୋର ଟିକେ ଟାଇମ୍ ହୋଇଯାଏ ପୂଜା ପାଠ କଲାବେଳେ। ମୁଁ ଏସବୁ କାମ ସରିଲା ପର୍ଯ୍ୟନ୍ତ ଏପଟ ସେପଟେ ହୁଏନି। ଭଗବାନ ହେଉଛନ୍ତି ଶୁଦ୍ଧ ପବିତ୍ର। ସେଥିଲାଗି ଯେକୌଣସି କର ପବିତ୍ରତାରେ କର। ମନ ବି ପବିତ୍ର ରହିବାର ଅଛି। ସେଇଟା ଭଗବାନଙ୍କୁ ଆମେ ଯଦି ଡାକିବା ଭଗବାନ ଶୁଣିବା। ମନରେ ଖୋଟ ରଖିକିରି ଭଗବାନଙ୍କୁ ଡାକିବା ଆମର ଜଲ୍ଦି ଭଗବାନଙ୍କ ପାଖରେ ପହଞ୍ଚେ ନାହିଁ। ସେଥିଲାଗି ମୁଁ ସବୁବେଳେ ମାନେ ଆଗ ସହି କ'ଣ ଗଲତ କ'ଣ ଏସବୁ ମୁଁ ଜାଣି ସାରିଛି। ସେଥିଲାଗି ମୋ ମନରେ ଏତେ ଖୋଟ ରହେନି। ମୁଁ ଭଗବାନଙ୍କୁ ଡାକିଲା ବେଳେ ଭଗବାନଙ୍କର ନିଶ୍ଚୟ ମୋର ମନସ୍କାମନା ବି ପୂର୍ଣ୍ଣ ହୁଏ। ମୁଁ ଯେକୌଣସି କାହା ଲାଗି ବି କ'ଣ ମାଗିଲେ ବି ମୋର ନିଶ୍ଚୟ ପୂର୍ଣ୍ଣ ହେବ। ବାହାରକୁ ଯିବାର ଅଛି ମାନେ ଜୟଗୁରୁ ସମ୍ମିଳନୀ ଯିବାର ଅଛି। ସେଥିଲାଗି ମୁଁ ଖାଲି ଆଜି ଚକୁଳି ବନେଇଛି ଆଉ ବାଦାମ ଚଟଣି ଆପଣମାନଙ୍କୁ ଦେଖେଇନି। ବାଦାମ ବିଲାତି ଆଉ ଧନିଆ ପତ୍ର ଦେଇକି ଚଟଣି କରେ, ସେଇଟା ହିଁ ପସନ୍ଦ କରନ୍ତି। ନହେଲେ ତ ସାମ୍ବର କରେ, କିନ୍ତୁ ଆଜି ସାମ୍ବର ବନେଇନି। ସେ ଜୟଗୁରୁ ସମ୍ମିଳନୀ ଯିବାର ଅଛି, ସେଇଟା ତ ଖାଇବା ଭୋଗ ଖାଇବା ବନେଇଛନ୍ତି। ସେଥିଲାଗି ମୁଁ ଆଉ ବେଶୀ କିଛି ଆଇଟମ୍ ବନେଇନି, ଖାଲି ଚକୁଳି କଲି ଆଉ ବାଦାମ ଚଟଣି କରିଥିଲି। ମୋ ସ୍ୱାମୀକି ଦେଇଛି, ମୋର ଦେଖେଇଛି କି ନା ନାହିଁ ମୋର ମନେ ନାହିଁ। ଏଥିଲାଗି ଆପଣଙ୍କୁ ମାଫି ମାଗୁଛି। ଆଉ ମୋର ଏବେ ଘରର ଅଲଗା ସବୁ କାମ ଅଛି, ଖତମ କରିବି। ଜୟଗୁରୁ ସମ୍ମିଳନୀ ଟିକେ ଯିବି। ସେଠାରେ ମୁଁ ଜୟଗୁରୁଙ୍କୁ ପୂଜା କରେନି, କାହିଁକି ଜୟଗୁରୁଙ୍କର ଠାରୁ ଆମେ ଯାହା ଓଁ ଶାନ୍ତିରେ ଶୁଣିଛୁ ଈଶ୍ୱରୀୟ ଜ୍ଞାନ, ସେଇଟା ବହୁତ ଆଗରେ ଅଛି। ଆମେ ବହୁତ କିଛି ଜାଣିପାରୁଛୁ। ବହୁତ କିଛି କ୍ୱେଶ୍ଚିନ୍ କଲେ ବି ଆନ୍ସର୍ ମୁଁ ଦେଇପାରିବି, କିନ୍ତୁ ଏ ଜୟଗୁରୁରେ ଯିଏ ଯାଇଛନ୍ତି ସେମାନେ କିଛି କ୍ୱେଶ୍ଚିନ୍ର ଆନ୍ସର୍ କରିପାରିବେନି। ଖାଲି ଭଗବାନଙ୍କୁ ଭଜନ କରିବେ। ଆମର ଭଜନ ନାହିଁ, ଜ୍ଞାନ ମାର୍ଗଟେ। ଜ୍ଞାନ ନ ଜାଣିଲେ ତୁମେ କେତେ ଭଜନ କରିଲେ ହେଲେ ତୁମ ମନ ସେଠାରେ ରହିବନି। ସେ ଯେତେବେଳେ କରୁଥିବ ଭଜନ ସେଇ ଟାଇମ୍ରେ ମନ ରହିବ। ମୁଁ ନିଜେ ବ୍ଲାଉଜ୍ ନିଜେ ବନେଇଛି, ସେଥିଲାଗି ଦେଖୁଛି ମୋର ଭିଡ଼ିଓରେ। ଏଇଟା ମୋ ଭିଡ଼ିଓ ପୁରୁଣା ବ୍ଲାଉଜ୍ଟା, ଲେକିନ୍ କେମିତି ହେଉଛି ମୁଁ କେବେ ଭିଡ଼ିଓରେ ଦେଖିନଥିଲି। ଆଜି ଭିଡ଼ିଓରେ ତାକୁ ଦେଖିକିରି ଦେଖିବି କହିକିରି ଭିଡ଼ିଓ କରୁଥିଲି। ଏବେ ଯିବା ପାଇଁ ଜୟଗୁରୁ ସମ୍ମିଳନୀ ଯିବା ପାଇଁ ବାହାରିଛୁ। ସେଠାରେ ମୁଁ ଫଟୋ ଖିଚିବିନି ଭାବୁଥିଲି, କିନ୍ତୁ ଟିକେ ଖିଚିଦେଲି। ସେତେବେଳକୁ ଭିଡ଼ କମିଗଲାଣି, ବେଶୀ କିଏ ନାହାନ୍ତି। ମୋ ପାଖର ଲୋକମାନେ ହିଁ ଅଛନ୍ତି ସମସ୍ତେ। ଆମେ ଯେଉଁଠୁ ଯାଇଛୁ ସେ ଏରିଆର ଲୋକମାନେ ହିଁ ସବୁ ଆସିଛନ୍ତି। ସେଥିଲାଗି ସବୁ ଖାଇ ପିଇ ବାହାରି ସାରିଛନ୍ତି। ଆମେ ଗଲାବେଳେ ଭିଡ଼ କମିଗଲାଣି।
ଭାବିଥିଲି ଫଟୋ ଖିଚିବିନି ବୋଲି କିନ୍ତୁ ଟିକେ ଖିଚି ଦେଇଛି। ଦେଖନ୍ତୁ ଆମ ଏରିଆରେ ଆମର ସବୁ ଏଇ କାଂସପାଲ ଭିତରେ ହିଁ କଲେକ୍ସନ୍ ହୁଏ। ଏଇଟା କାଂସପାଲର ବାହାରେ ଆସିକିରି ଏଠି ଘର ବନା ହେଇଛି ଜୟଗୁରୁ ଘର। ସେଠାରେ ଶିବରାତ୍ର ଦିନ ଆମେ ଗୋଗର ଯାଇଥିଲୁ। ମୋ ସାଙ୍ଗରେ ମୋ ଭଉଣୀମାନେ ବି ଯାଇଥିଲେ। ହେଲେ ମୁଁ ସେମାନଙ୍କର ଫଟୋ ଭିଡ଼ିଓ କରିଥିଲି କିନ୍ତୁ ଏଇଟା ସେଦିନ ଶିବରାତ୍ର ଦିନ ଯେଉଁ ଭିଡ଼ିଓ ଢାଳିଥିଲି ତାଇରେ ବେଶୀ ହେଇଗଲା, ସେଥିଲାଗି ଏସବୁ ଭିଡ଼ିଓକୁ ପକାଇ ନଥିଲି। ଆଜି ଏ ଭିଡ଼ିଓରେ ମୁଁ ଆପଣଙ୍କୁ ଢାଳୁଛି, ଆପଣ ଦେଖିବେ। ଆଉ ସେମାନେ ବି ମୋର ଭିଡ଼ିଓ ଦେଖନ୍ତି। ସେଥିଲାଗି ସବୁ ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ, ଲାଇକ୍ ସବସ୍କ୍ରାଇବ୍ ସେୟାର କରିବେ, ମୋ ଭିଡ଼ିଓକୁ ଆଗକୁ ନେବେ। ମୁଁ ବହୁତ ଦିନ ହେଇଗଲାଣି କିନ୍ତୁ ଆଗକୁ ଯାଇପାରୁନି। ଆପଣଙ୍କର ହେଲ୍ପ ଦରକାର। ଯିଏ ଯିଏ ମୋ ଭିଡ଼ିଓକୁ ଦେଖୁଛନ୍ତି ସେମାନେ ସବୁ ଆଣି କାହିଁ ଗଲେ? ମୋ ଭିଡ଼ିଓକୁ ସେୟାର କରିବେ। ଆଉ ମୋର ଭୁଲ ଥିଲେ କ୍ଷମା କରିବେ। ଆପଣମାନଙ୍କୁ ମୋର ଭିଡ଼ିଓ ଭଲ ଲାଗିଲେ କମେଣ୍ଟ କରିବେ, କିନ୍ତୁ ମୋର ଟିକେ ମୋବାଇଲରେ ଗଡ଼ବଡ଼ ଅଛି, ସେଥିଲାଗି କମେଣ୍ଟଟା ମୁଁ ଦେଖିପାରୁନି। ଆପଣମାନଙ୍କର ଦେଖିବି ନିଶ୍ଚୟ।